ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣ ଏହି ଚ୍ୟାନେଲରେ ଆପଣଙ୍କର ଗ୍ରହ ଏବଂ ନକ୍ଷତ୍ରଙ୍କ ବିଷୟରେ ଜାଣିପାରିବେ। ଚାଲନ୍ତୁ ଏହି ସେପ୍ଟେମ୍ବର ମାସରେ ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ କିପରି ରହିବ ଆମେ ଆଜି ଆଲୋଚନା କରିବା। ବର୍ତ୍ତମାନ ତୁଳା ରାଶିଙ୍କର ସପ୍ତମ ଘରେ ଶନି ମୁହାଁ ଅଛନ୍ତି। ତେଣୁକରି ଆପଣମାନଙ୍କର ସମ୍ପର୍କରେ ଟିକେ ବାଧାବିଘ୍ନ ଘଟିପାରେ ଏବଂ ପଞ୍ଚମ ଘରେ ରାହୁଙ୍କ ସାମ୍ନାରେ ବର୍ତ୍ତମାନ ସ୍ଥିତିରେ ରବି, କେତୁ ଏବଂ ବୁଧ ମୁହାଁ ଅଛନ୍ତି। ତୁଳା ରାଶି ବ୍ୟକ୍ତିବିଶେଷଙ୍କର ସପ୍ତମ ଘରେ ବର୍ତ୍ତମାନ ପାଇଁ ଶନି ଏବଂ ମଙ୍ଗଳଙ୍କର ମୁହାଁମୁହିଁ ଅଛନ୍ତି। ତେଣୁକରି ମଙ୍ଗଳଙ୍କର ଦୃଷ୍ଟି ତୁଳା ରାଶି ଉପରେ ରହିବ। ଛୋଟ ଛୋଟ କଥାରେ ଶତ୍ରୁ ସୃଷ୍ଟି ହେବେ। ବିନା କାରଣରେ ଆପଣ ଖର୍ଚ୍ଚାନ୍ତ ମଧ୍ୟ ହୋଇପାରନ୍ତି। ମାନସିକ ଚିଡ଼ଚିଡ଼ାପଣ ଟିକେ ଆପଣଙ୍କୁ ରହିପାରେ। ଆଉ ଆପଣଙ୍କ ସମ୍ପର୍କରେ କିଛି ବାଧାବିଘ୍ନ ମଧ୍ୟ ଘଟିପାରେ। ଶନି ଏବଂ ମଙ୍ଗଳ ସପ୍ତମ ଘରେ ମୁହାଁମୁହିଁ ଥିବାରୁ ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ଟିକେ ଚିନ୍ତାର କାରଣ ହୋଇପାରେ। କାରଣ ଶନି ଏବଂ ମଙ୍ଗଳ ମୁହାଁମୁହିଁ ଅଛନ୍ତି। ଶନିଙ୍କର ମୁହାଁ ଥିବାରୁ ଆପଣଙ୍କର ଟିକେ ଚିଡ଼ଚିଡ଼ା ସ୍ୱଭାବ ହୋଇପାରେ ଏବଂ ଛୋଟ ଛୋଟ କଥାରେ ଶତ୍ରୁମାନେ ଉତ୍ପନ୍ନ ହୋଇପାରନ୍ତି। କାହା ସହିତ ଆପଣ ବାଦ ବିବାଦ ନ କରିଲେ ଭଲ। ତୁଳା ରାଶି ବ୍ୟକ୍ତିବିଶେଷଙ୍କର ଧର୍ମଘରେ ବର୍ତ୍ତମାନ ବୃହସ୍ପତି ଥିବାରୁ ଆପଣ ଯଦି କୌଣସି ବିଲ୍ଡର୍ସ କାମ କରୁଛନ୍ତି କିମ୍ବା ଜାଗା କିଣା ବିକା କରୁଛନ୍ତି ଆପଣ ଏହି ମାସରେ ଲାଭବାନ ହେବାର ବହୁତ ସମ୍ଭାବନା ଅଛି। ଆପଣଙ୍କର ପ୍ରପର୍ଟି ବ୍ୟବସାୟରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ। ଯଦି କୌଣସି ପ୍ରପର୍ଟି କାରଣକୁ ନେଇ ଆପଣଙ୍କର କିଛି କାମ ଅଟକି ରହିଛି ତାହେଲେ ଏହି ସେପ୍ଟେମ୍ବର ମାସରେ ତାହା ସମାଧାନ ହୋଇଯିବ। ତୁଳା ରାଶି ଉପରେ ଶନିଙ୍କର ସିଧାସଳଖ ନଜର ଥିବାରୁ ଆପଣ ଶନିବାର କିମ୍ବା ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ ଏବଂ କଳା କୁକୁରଙ୍କୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଫଳରେ ଆପଣଙ୍କର ଘଟିବାକୁ ଥିବା ଦୁର୍ଘଟଣାରୁ ଆପଣଙ୍କୁ ମୁକ୍ତି ମିଳିପାରେ। ଆଉ ଏହି ମାସରେ ତୁଳା ରାଶି ବ୍ୟକ୍ତିବିଶେଷଙ୍କ ପାଇଁ ବିଦ୍ୟା କ୍ଷେତ୍ରରେ ନିହାତି ଉନ୍ନତି ହେବ। ଯଦି ଆପଣ କୌଣସି ଜାଗାରେ ଆଡ଼ମିସନ୍ ନେବାକୁ ଚାହୁଁଛନ୍ତି ତାହେଲେ ଆପଣ ଏହି ମାସରେ ନେଇପାରିବେ। କାରଣ ତୁଳା ରାଶି ପାଇଁ ଏହି ମାସ ସର୍ବୋତ୍ତମ ମାସ। ଏତିକି କହି ମୁଁ ବିଦାୟ ନେଉଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଆପଣ ନିଶ୍ଚୟ ସବସ୍କ୍ରାଇବ୍ କରିଦିଅନ୍ତୁ।